श्रुति विप्रतिपन्ना ते सदा स्थास्यति निश्चला समाधावचला बुद्धिस्तदा जोगमावाप्स्यासि। शास्त्रीय मतभेदरे विचलित तुमर बुद्धि जेतेबेले निश्चल होइजिब एवं परमात्मा कठारे अचल होइजिब सेतेबेले तुमे जोगग्रस्त हेब। अर्जुनक मनरे एही श्रुति विपर्तिपति शास्त्रीय मतभेदक विषयक द्वंद्व रही जे निज गुरुजन और कुटुंब लोक विनाश करने उचित नुहे एवं निज क्षात्र धर्म त्याग करने अर्थात युद्ध न करने उचित नुहे। एक पक्षरे कुटुंब लोकंकर रक्षा और अन्य पक्षरे ख्यात धर्म पालन एथिमध्यरु जदि कुटुंब को रक्षा करा जाए तेबे युद्ध होई पारिबो नाही आउ जदि युद्ध हुए तेबे कुटुंबक रक्षा होई पारिबो नाही। ए दुईटी कथारे अर्जुनंकर श्रुति विपर्ति प्रति रहिछि फଳରେ ତାଙ୍କର ବୁଦ୍ଧି ବିଚଳିତ ହେଉଛି। ତେଣୁ ଶାସ୍ତ୍ରୀୟ ମତଭେଦରେ ବୁଦ୍ଧିକୁ ନିଶ୍ଚଳ କରିବାକୁ ଏବଂ ପରମାତ୍ମା ପ୍ରାପ୍ତି ବିଷୟରେ ବୁଦ୍ଧିକୁ ଅଚଳ କରିବାକୁ ଭଗବାନ ପ୍ରେରଣା ଦେଉଛନ୍ତି। ପ୍ରଥମେ ସାଧକର ସନ୍ଦେହ ହୁଏ ସେ ସାଂସାରିକ ବ୍ୟବହାର ଠିକ୍ ଭାବେ କରିବା ଉଚିତ ନା ପରମାତ୍ମାକୁ ପ୍ରାପ୍ତ କରିବା ଉଚିତ। ତାପରେ ସେ ନିର୍ଣ୍ଣୟ କରେ ଯେ ସଂସାର ଠାରୁ କିଛି ନ ନେଇ ମୋତେ କେବଳ ସଂସାରର ସେବା କରିବାକୁ ହେବ। ଏପରି ନିର୍ଣ୍ଣୟ କରିବା ମାତ୍ରେ ସାଧକର ଭୋଗକୁ ଉପରୀତ ହୁଏ ଓ ବୈରାଗ୍ୟଜାତ ହେବାକୁ ଲାଗେ। ଏହାପରେ ଯେତେବେଳେ ସାଧକ ପରମାତ୍ମା ଭିକ୍ଷୁମୁଖୀ ହୁଏ ସେତେବେଳେ ତା ସମ୍ମୁଖରେ ସାଧ୍ୟ ଓ ସାଧନ ବିଷୟରେ ନାନା ପ୍ରକାର ଶାସ୍ତ୍ରୀୟ ମତଭେଦ ଉପସ୍ଥିତ ହୁଏ। ଫଳରେ ତାକୁ କେଉଁ ସାଧ୍ୟକୁ ସ୍ୱୀକାର କରିବାକୁ ହେବ ଏବଂ କେଉଁ ସାଧନ ପଦ୍ଧତିର ଅନୁସରଣ କରିବାକୁ ହେବ ଏହା ନିର୍ଣ୍ଣୟ କରିବା ତା ପକ୍ଷେ ବଡ଼ କଠିନ ହୋଇଯାଏ। କିନ୍ତୁ ଯେତେବେଳେ ସାଧକ ତତ୍ସଙ୍ଗ ଦ୍ୱାରା ନିଜର ରୁଚି ଶ୍ରଦ୍ଧା ବିଶ୍ୱାସ ଓ ଯୋଗ୍ୟତାର ନିର୍ଣ୍ଣୟ କରିନିଏ ଅଥବା ନିର୍ଣ୍ଣୟ ନ କରିପାରି ଭଗବାନଙ୍କ ଶରଣ ଯାଇ ତାକୁ ଆତୁର ହୋଇ ଡାକେ ସେତେବେଳେ ଭଗବତ କୃପାରୁ ତାହାର ବୁଦ୍ଧି ନିଶ୍ଚୟ ହୋଇଯାଏ। ଦ୍ୱିତୀୟତଃ ସବୁ ଶାସ୍ତ୍ର ସମ୍ପ୍ରଦାୟ ଆଦିରେ ଜୀବ ସଂସାର ପରମାତ୍ମା ଏ ତିନିକି ଭିନ୍ନ ଭିନ୍ନ ପ୍ରକାର ବର୍ଣ୍ଣନା କରାଯାଇଛି। ଏ ବିଷୟରେ ବିଚାର କରାଯିବା ଜୀବନ ସ୍ୱରୂପ ଯେପରି ହେଉ ପଛେ ମୁଁ ହେଉଛି ଜୀବ ଏଥିରେ ସମସ୍ତେ ଏକମତ। ସଂସାରର ସ୍ୱରୂପ ହେଉଛି ଏପରି ଏକ ପଛେ ସଂସାରକୁ ଛାଡ଼ିବାକୁ ହେବ ଏଥିରେ ସମସ୍ତେ ଏକମତ ଏବଂ ପରମାତ୍ମାଙ୍କ ସ୍ୱରୂପ ଯେପରି ହେଉ ପଛେ ତାକୁ ପ୍ରାପ୍ତ କରିବାକୁ ହେବ ଏଥିରେ ସମସ୍ତେ ଏକମତ। ଏହିପରି ନିର୍ଣ୍ଣୟ କଲେ ସାଧକର ବୁଦ୍ଧି ନିଶ୍ଚଳ ହୋଇଯାଏ। ମୋତେ କେବଳ ପରମାତ୍ମାକୁ ପ୍ରାପ୍ତ କରିବାକୁ ହେବ ଏହିଭଳି ଦୃଢ଼ ନିଶ୍ଚୟ କଲେ ବୁଦ୍ଧି ଅଚଳ ବା ଏକନିଷ୍ଠ ହୋଇଯାଏ। ଫଳରେ ସାଧକ ସହଜରେ ଯୋଗ ବା ପରମାତ୍ମାଙ୍କ ସଙ୍ଗେ ନିତ୍ୟ ଯୋଗକୁ ପ୍ରାପ୍ତ ହୁଏ। ଶାସ୍ତ୍ରୀୟ ନିର୍ଣ୍ଣୟରେ ଅଥବା ନିଜ କଲ୍ୟାଣର ନିଶ୍ଚୟରେ ଯେତିକି ଉଣା ରହେ ସେତିକି ବିଳମ୍ବ ହୁଏ। କିନ୍ତୁ ଏ ଦୁଇଟିରେ ବୁଦ୍ଧି ଅଚଳ ଓ ନିଶ୍ଚଳ ହୋଇଗଲେ ପରମାତ୍ମାଙ୍କ ସଙ୍ଗେ ନିତ୍ୟ ଯୋଗର ଅନୁଭବ ହୁଏ। ସଂସାରରୁ ସମ୍ବନ୍ଧ ବିଚ୍ଛେଦ କରିବା ପାଇଁ ବୁଦ୍ଧି ନିଶ୍ଚଳ ହେବା ଆବଶ୍ୟକ ଯାହାକି ଶ୍ଲୋକରେ ଦୁଃଖ ସଂଯୋଗ ବିୟୋଯୋଗ ପଦରେ ବର୍ଣ୍ଣନା କରାଯାଇଛି ଏବଂ ପରମାତ୍ମାଙ୍କ ସଙ୍ଗେ ସମ୍ବନ୍ଧ ଯୋଡ଼ିବା ପାଇଁ ବୁଦ୍ଧି ଅଚଳ ହେବା ଆବଶ୍ୟକ ଯାହାକି ଶ୍ଲୋକରେ ସମତ୍ୱଂ ଯୋଗ ଉଚ୍ୟତେ ପଦରେ ବର୍ଣ୍ଣନା କରାଯାଇଛି। ଏଠାରେ ତଦା ଯୋଗମାବାପ୍ସ୍ୟସି ପଦରେ ଯେଉଁ ଯୋଗ ପ୍ରାପ୍ତି କଥା କୁହାଯାଇଛି ସେହି ଯୋଗ ଏପରି ନୁହେଁ ଯେ ପ୍ରଥମେ ପରମାତ୍ମାଙ୍କ ଠାରୁ ବିୟୋଗ ଥିଲା ଏବେ ତାହା ଦୂର ହୋଇଯିବାରୁ ଯୋଗ ହୋଇଗଲା। ପ୍ରକୃତରେ ଅସତ୍ ପଦାର୍ଥ ସଙ୍ଗେ ଭ୍ରମବଶତଃ ସ୍ୱୀକୃତ ସମ୍ବନ୍ଧର ବିୟୋଗ ହେବା ହିଁ ଯୋଗ ଅର୍ଥାତ୍ ମନୁଷ୍ୟ ସଦାକାଳରୁ ଯେଉଁ ବାସ୍ତବିକ ସ୍ଥିତି ପରମାତ୍ମାଙ୍କ ସହିତ ନିତ୍ୟ ଯୋଗ ଅଛି ସେହି ସ୍ଥିତିରେ ସ୍ଥିତ ହେବାକୁ ଯୋଗ କୁହାଯାଏ। ସେହି ବାସ୍ତବିକ ସ୍ଥିତି ଏତେ ବିଲକ୍ଷଣ ଯେ ସେଥିରୁ କେବେ ବିୟୋଗ ହୁଏ ନାହିଁ କି ହେବା ସମ୍ଭବ ନୁହେଁ। ସଂଯୋଗ ବିୟୋଗ ଯୋଗ ପ୍ରଭୃତି କୌଣସି ଶବ୍ଦ ଏଥିରେ ଲାଗୁ ହୁଏ ନାହିଁ। କେବଳ ଅସତ୍ ସଙ୍ଗେ ସ୍ୱୀକୃତ ସମ୍ବନ୍ଧର ତ୍ୟାଗକୁ ହିଁ ଏଠାରେ ଯୋଗ ସଂଜ୍ଞା ଦିଆଯାଇଛି। ବାସ୍ତବରେ ଏହି ଯୋଗ ହେଉଛି ନିତ୍ୟ ଯୋଗର ବାଚକ। ଏହି ନିତ୍ୟ ଯୋଗର ଅନୁଭବ କର୍ମ ଦ୍ୱାରା କରାଗଲେ କର୍ମଯୋଗ ବିବେକ ବିଚାର ଦ୍ୱାରା କରାଗଲେ ଜ୍ଞାନ ଯୋଗ ପ୍ରେମ ଦ୍ୱାରା କରାଗଲେ ଭକ୍ତି ଯୋଗ ସଂସାରରେ ଲୟ ଚିନ୍ତନ ଦ୍ୱାରା କରାଗଲେ ଲୟ ଯୋଗ ପ୍ରାଣାୟାମ ଦ୍ୱାରା କରାଗଲେ ହଠ ଯୋଗ ଯମ ନିୟମ ଆଦି ଅଷ୍ଟାଙ୍ଗ ଯୋଗ ଦ୍ୱାରା କରାଗଲେ ଅଷ୍ଟାଙ୍ଗ ଯୋଗ ବୋଲାଏ।